ଆପଣଙ୍କ ଘରେ 2.5 ବର୍ଷରୁ 3.5 ବର୍ଷର ଛୁଆ ଅଛନ୍ତି କି? ଯଦି ଅଛନ୍ତି ଖାଇବାରେ ଅସୁବିଧା କରୁନାହାନ୍ତି ତ? ଯଦି 1.5 ବର୍ଷ 2 ବର୍ଷରଠୁ ନେଇକରି 3 ବର୍ଷର ଛୁଆ ଖାଇବାରେ ଅସୁବିଧା କରୁଛନ୍ତି ତାହେଲେ ଏଇ ଭିଡ଼ିଓଟି ଆପଣଙ୍କ ପାଇଁ। ନମସ୍କାର, ମୁଁ ବିଜୟଲକ୍ଷ୍ମୀ ମିଶ୍ର ଆପଣଙ୍କ ପାଇଁ ଗୋଟିଏ ପିଲାମାନଙ୍କ ଖାଇବା ତାର ପ୍ରୋବ୍ଲେମ୍ ଆଉ ସଲ୍ୟୁସନ୍ ଉପରେ ଭିଡ଼ିଓ ନେଇକି ଆସିଛି। ପିଲାମାନଙ୍କର ଖାଇବା ପ୍ରୋବ୍ଲେମ୍ଟାକୁ ଆମେ ବ୍ରଡ଼ଲି ଦୁଇ ଭାଗରେ ଭାଗ କରିଦେବା। ଗୋଟିଏ ହେଲା ଗୋଟେ ପିଲା ବହୁତ ଫସି ଖାଇବ ସେ କିନ୍ତୁ ତାର ନଖରା ବହୁତ, ତାକୁ ପଛରେ ବୁଲି ବୁଲି ତାକୁ ଖୁଆଇବା ପାଇଁ ପଡ଼ିବ। ଆଉ ଗୋଟେ ହେଲା ପିକି ଇଟର୍। ପିକି ଇଟର୍ ମାନେ ସେ ତାର ଗୋଟିଏ ଜିନିଷ ଯେଉଁଟା ତାକୁ ଭଲ ଲାଗେ ସେଇଟା ହିଁ ଖାଇବ, ସେ ଆଉ କୌଣସି ଜିନିଷକୁ ଖାଇବା ପାଇଁ ଚେଷ୍ଟା କରିବନି। ଫସି ଇଟର୍ ସେ ପିଲା, ଯେଉଁ ପିଲା ଯେମିତି ଖାଇବାଟା ପାଟିରେ ଧରି ବୁଲୁଥିବ, ତାକୁ ଆପଣ ଯେ 5 ମିନିଟ୍ ପରେ ଦେଖିବେ ସେ ଖାଇବା ଗିଳି ନଥିବ, ସେ ପାଟିରେ ଧରି ବୁଲୁଥିବ, ବା ସେ ଖାଇବା ସମୟରେ ଖାଦ୍ୟକୁ ଚୋବଉ ନଥିବ, ଖାଇବାଟା କେମିତି ଭାବେ ଖିଆଯାଏ ତାକୁ ଏତେ ଜଣା ନଥିବ, କିନ୍ତୁ ଆପଣ ତାକୁ ବିସ୍କୁଟ୍ ଦିଅନ୍ତୁ, ମିକ୍ସଚର୍ ଦିଅନ୍ତୁ, ତା ପସନ୍ଦର ଜିନିଷ ସିଏ ତାକୁ ଖାଇଦେବ, ଆରାମରେ ଚୋବେଇ ଚୋବେଇ ଖାଇଦେବ, ଖାଇବାରେ ତାର କିଛି ଅସୁବିଧା ନାହିଁ। କିନ୍ତୁ ଏ ଯେଉଁ ଖାଦ୍ୟ ମା ଥାଳିରେ ବାଢ଼ିକି ନେଇ ଆସିଥିବେ, ମାଆ ମାନେ ବି ଟିକେ ଅଧିକା ବାଢ଼ିକି ନେଇ ଆସିଥାନ୍ତି ଲୋଭରେ କାଳେ ପିଲା ଖାଇଦେବ ବୋଲି। ପିଲା ଜାଣିଲା ମୋ ନାଟକ ଆରମ୍ଭ, ଏଇନେ ମା ମୋତେ ଗୋଡ଼େଇବେ, ମୁଁ ତାଙ୍କୁ ଧାଇଁବି, ପାଟିରେ ଖାଇବା ଧରିକି ବସିବି, ଏଇ ଜିନିଷଟା ରିପିଟ୍ ହୁଏ। ଆଉ ଯେଉଁ ପିକି ଇଟର୍ ହେଲା, ସେ ତା ମା ଜାଣିଛି ସେ ଏଇ ଜିନିଷ କେବଳ ଖାଇବ, ଆଉ କିଛି ଜିନିଷ ଖାଇବନି, ସେ ତାକୁ କେବଳ ସେ ଗୋଟିଏ ଜିନିଷ ହିଁ ଖୁଆଇବେ। ଧରନ୍ତୁ ଖାଲି କ୍ଷୀରି ଖାଉଛି ବା ଖାଲି ଖେଚେଡ଼ି ଖାଉଛି ବା କିଛି ଗୋଟିଏ ଜିନିଷ ଖାଉଛି, ତାହେଲେ ସେ ସେଇଠିକୁ ତାକୁ ଖୁଆନ୍ତି। ଆମର ସିଙ୍ଗାପୁରରେ ଗୋଟିଏ ପିଲା ଥିଲା, ସେ କେବଳ ଓରିଓ ବିସ୍କୁଟ୍ ଖାଏ, ତାକୁ ଓରିଓ ଚାଇଲ୍ଡ ବୋଲି କହୁଥିଲେ। ସେ ପିଲା ଥେରାପି ପାଇଁ ଯାଉଥିଲା, ତାକୁ ଥେରାପିଷ୍ଟ ଟ୍ରିଟମେଣ୍ଟ କରୁଥିଲେ। ଏମିତି ବି ହୁଏ ପିଲାମାନଙ୍କର ଏଇ ଖାଇବା ଅଭ୍ୟାସକୁ ନେଇକରି ମାଆ ମାନେ ବଡ଼ ଚିନ୍ତାରେ ପଡ଼ନ୍ତି। ସେମାନେ ଡକ୍ଟର ପାଖକୁ ଯାଆନ୍ତି ପଚାରିବା ପାଇଁ, ମୋ ପିଲା କିଛି ଖାଉନି, ଟିକେ ଆପିଟାଇଜର୍ ମାନେ ମେଡ଼ିସିନ୍ ଦିଅନ୍ତୁ। ମେଡ଼ିସିନ୍ ମାନେ କ'ଣ, ଟିକେ ଆପିଟାଇଜର୍, ଏତେ କଥା ନାହିଁ, ପିଲାକୁ କେମିତି ଭାବରେ ଖୁଆଇବା ପାଇଁ ହେବ ସେ କଥାଟା ଆମକୁ ଜାଣିବା ପାଇଁ ହେବ। ଆଉ ଯଦି ମା ଖାଇବା ତ ଆଣିଛି, ତାକୁ ଭୁଲେଇ ଭୁଲେଇ ଜବରଦସ୍ତି ଖୁଆଇ ବି ଦେଲା, ତାହେଲେ ପିଲାଟି ସେଇଟା ଭମିଟିଂ କରିଦେବ, ଇଟ୍ ୱିଲ୍ ଲ୍ୟାଣ୍ଡ ଇନ୍ ଟୁ ଭମିଟିଂ। ଯଦି ଆମର ପିଲାଟି ଖାଇବାକୁ ରିଲକ୍ଟାଣ୍ଟ ହେଉଛି, ତାର କାରଣ ବି 3ଟା ଅଛି। କାରଣ 1ରେ ମା ବେଶୀ ଖାଇବା ଆଣନ୍ତି, 2ରେ ଫ୍ରିକ୍ୱେଣ୍ଟଲି ପିଲାଟାକୁ କିଛି, ପିଲା ଏବେ ବିସ୍କୁଟ୍ ଗୋଟେ ଖାଇଲା, ତାପରେ ଗୋଟେ ଗାଜର ଖଣ୍ଡେ ଚୋବଉଛି, ତାପରେ ଗୋଟେ ଚକୋଲେଟ୍ଟେ ଖାଇଲା, ତାପରେ ବାପା ପାଇଁ କ'ଣ ଦିଆହେଲା ଯାଇକି ଏଠି ଆଙ୍କଲା ସେଇଠି ଆଙ୍କଲା ଖାଇଲା, ସେସବୁ ଖାଦ୍ୟ ବି ତା ପେଟକୁ ଯାଉଛି, ତା ପେଟ ସେଥିରେ ପୁରା ହେଉଛି। ସେଥିପାଇଁ ଯେତେବେଳେ ରେଗୁଲାର ମିଲ୍ ଦିଆହେଉଛି ସେ ଖାଇବା ପାଇଁ ଚାହୁଁନି, ସେ ଭିତରେ ଗୋଟେ 3 ଘଣ୍ଟାର ଗ୍ୟାପ୍ ରହିବା କଥା। 3 ଘଣ୍ଟା ଆପଣ ପିଲାକୁ କିଛି ଖାଇବାକୁ ଦେବେନି, ତାକୁ ଭୋକ ଲାଗିବ, ସେ ଖେଳାଖେଳି କରିବ, ତାକୁ ଭୋକ ଲାଗିବ, ସେ ଆସିବ ଖାଇବା ପାଇଁକା, ସେତିକିବେଳେ ଖାଇବାକୁ ଦେଲେ ସେ ଖାଇପାରିବ। କଥା ହେଲା ପିଲାଟି ଯେତିକିବେଳେ ପ୍ଲେ ସ୍କୁଲ୍ ଯାଉଛି, 1.5 ବର୍ଷ, ଆରାଉଣ୍ଡ 1.5 ବର୍ଷ 2 ବର୍ଷ ପାଖାପାଖି ପିଲାଟି ପ୍ଲେ ସ୍କୁଲ୍ ଯାଏ। ପ୍ଲେ ସ୍କୁଲ୍ରେ ମା ଟିଫିନ୍ ଭରିକି ଦିଅନ୍ତି, ସେଇଠି ବି ଆୟାମାନେ ଥାଆନ୍ତି ଯେଉଁମାନେ କେୟାରଟେକର୍, ସେମାନେ ଦେଖନ୍ତି ସବୁ ପିଲା ଟିଫିନ୍ ଖୋଲି ବସିବେ ଆଉ ସମସ୍ତେ ଖାଇବେ, ସେଥିରେ ବି ମା ମାନେ ଟିକେ ଅଧିକା ଖାଇବା ଦେଇ ଦିଅନ୍ତି, ଏଇ ଲୋଭରେ କି ପିଲା କାଳେ ଖାଇନେବ। ସେ ପ୍ଲେ ସ୍କୁଲ୍ ତ 3 ଘଣ୍ଟା, 3 ଘଣ୍ଟା ପରେ ପିଲା ଘରକୁ ଆସିଲା, ତାପରେ ଆଉ ସେ ଖାଇବାକୁ ଇଚ୍ଛା କରିବନି, ତାପରେ ସେ ଖେଳିବ, ତାପରେ ତାକୁ ଆପଣ ଘଣ୍ଟା ଦେଖିକି 12ଟା ବେଳେ ଗାଧେଇବେ। ଆଉ ବଡ଼ମାନଙ୍କ ସାଙ୍ଗରେ ଯଦି ତାକୁ ଖାଇବା ଅଭ୍ୟାସ କରେଇବେ, ସ୍କୁଲ୍ ଗୋଇଂ ଚାଇଲ୍ଡ ହେଲା, 1.5 ବର୍ଷ 2 ବର୍ଷ ପିଲାକୁ ଆପଣ ଦେଇପାରିବେ। ଟେବୁଲ୍ରେ ଗୋଟେ ହାଇ ଚେୟାର ଲଗେଇଦେବେ ଆପଣ ଡାଇନିଂ ଟେବୁଲ୍ରେ, ସେ ଅନ୍ୟମାନଙ୍କ ସାଙ୍ଗରେ ବସିବ, ତା ପାଇଁ ବି ଗୋଟେ ପ୍ଲେଟ୍ ଲାଗିବ, ସେ ପ୍ଲେଟ୍ରେ ସମସ୍ତଙ୍କୁ ଖାଇବା ଯେତିକି ଅଧିକା ଦିଆହେଲା ତାକୁ ଟିକେ କମ୍ ଦିଆହେବ। ଆପଣ ଭଲ ଭାବେ ଜାଣିଛନ୍ତି ସେ ଏଇ ପ୍ଲେଟ୍ରୁ ନିଜେ ନେଇକି ଖାଇପାରିବନି, କିନ୍ତୁ ଏଇ ଡ୍ରାମା ଚାଲିବ। ସେଥିରେ ପିଲାଟି ଦେଖୁଛି ଅନ୍ୟମାନଙ୍କୁ କେମିତି ପାଟିକୁ ଖାଇବା ନେଉଛନ୍ତି, କେମିତି ଚୋବେଇ ଚୋବେଇ ଖାଉଛନ୍ତି, ସେ ଟିକେ ଟ୍ରାଏ କରିବ। ସିଏ ଜାଣିନି ଯେ ତାକୁ ଚୋବେଇକିରି ଖାଇବା ପାଇଁ ହୁଏ। ଗୋଟେ ଥର ଏମିତି ହେଇଥିଲା, ମୁଁ ରୁଟିଟାକୁ କ୍ଷୀରରେ ଚକଟିକିରି ପିଲାର ପାଟି ଭିତରେ ଦେଇଛି, ସେ ପିଲା ଦାନ୍ତଟାକୁ ବନ୍ଦ କଲା ଖାଇବା ପାଇଁକା, ମୋ ହାତଟା କାଢ଼ି ପାରୁନି, ମାନେ ଏମିତି ସିଚୁଏସନ୍, ଏଇଟା ସତ ଘଟଣା। ତାପରେ ସେ ଆଁ କଲାରୁ ମୋ ହାତଟା କାଢ଼ିଲି, ମାନେ ପାଟିରେ ଖାଦ୍ୟଟା ଦେଲା ପରେ ପିଲାଟା ଚୋବେଇବା କଥା, ସେ ଏଇଟା ବି ଜାଣିପାରୁନି ଯେ ମାନେ ମୋର ଆଙ୍ଗୁଠିଟା ଅଛି ଭିତରେ, ଆଉ ମୁଁ ବି ଜାଣିପାରୁନି ଯେ ଖାଦ୍ୟଟା କେମିତି ଭାବେ ଦେବି ଯେ ମାନେ ଦାନ୍ତ ଆଉ ଖାଇବା ଭିତରେ ମୋ ହାତଟା ଆସିବା କଥା ନୁହଁ। ଏମିତି ବହୁତ ପ୍ରକାର ଏକ୍ସପିରିଏନ୍ସ ଦେଇକି ମାଆ ମାନେ ଯାଆନ୍ତି। ସଲ୍ୟୁସନ୍କୁ ଯିବା ଆଗରୁ ଆମେ ଟିକେ ଡିସାଇଡ଼୍ କରିବା ଯେ କ'ଣ ହେଲା। ଆମେ ପିଲାଟାକୁ ଫ୍ରିକ୍ୱେଣ୍ଟଲି ଖାଇବା ଦେବାନି, ଫୋର୍ସ ଫିଡ଼ିଂ କରିବାନି।
जबरदस्ती ताको खुआइबानी। यही कारण गुड़िक आम जदि माइंड रखिकी ताको पिलाटी जेतिकी खाइबा कथा सेतिकी खाइबा बाढ़िबा ताहले पिलाटी हुए तो खाई पारिबो। आउ 4-5टी कथा अच्छी जमती कि पिला को खाद्य प्रति केमती इंटरेस्ट आसिबो। ताको जेतेबेले आपण बाजार जाउचंती से यदि आपण संगे जाउची भल कथा न भी जाउची आपण बाजार परिबा आनिले पिला को कहबे देलु मते सब काढ़ी गाजर काढ़ी दे काकुड़ी काढ़ी दे काकुड़ीटा केते बढ़िया लागे नी तते तो बहुत भल लागे मैं गोटे काटिकी देई पारिबी भी किंतु खाइबा संगे तू खाइबू। सालाड बना हुए परा काकुड़ी गाजर सब मिसेकी एमती पिला संगे कथा हुंतु पिला निजे कहबो पिलार माने जानला कि परिबा गुडी आमे खाउचे चाउल ता सिझीगले भात होउची पिला गोटे को माने एमती एग्जाम्पल अच्छी पिला को गोटे धान देखेले से चिन्ह पारुनी जे या ताको खोलिकी मो पिला मन को देखी खोलिकी देखी या भितर चाउल अच्छे यहीटा सिझाई आम खाऊे खाद्य सहित ताको टिके आमे माने इंट्रोड्यूस करवा कथा। जदि खीरीटा बना होची पिलाटा ठियाई देखुची मम्मी केमती भाजिले केमती पकेइले क्षीर मिसेले चीनी मिसेले काजू किशमिश भाजिक रखिथे से पिला नवाई चेष्टा करुव माँ कहते नाई नाई से क्षीर पड़ो खाईदे सरजीव क्षीर कौन पकेबा एमती ताको रंधा प्रोसेस खाद्य जिनसर रखा प्रोसेस ये सब सहित टिके एक्वांटेड करंतु फ्रिजर रखीदबा बाहर रही खराब हो खाद्यटा गोटे जीवंत पदार्थ आम देह को जाऊँगी आमको पृष्ठ कराऊँगी आमको बल दूची आउ आमको बड़ हबार साहाଯ୍य कर तू जमती खा खाइले लंबा हो जीवु देख गोटे गोटे पिला बहुत पतला था खा टिके देहरे लगे मोटा टिके हेल्थ हम तोर एमती भाव आम खाद्यटा को पिलार सहित वर्णना करी तार गोटे माने अट्राक्शन आसवा कथा खाइबा जिनस एगुड़िक एमती भाव रखाऊँगी एमती भाव प्रस्तुत होची। जदि पिला टिके पिकी इटर अच्छी खाइबापी ताको कष्ट होची बा असुविधा होची ताहले आपण सेम जिनसटा को 2-3टा फॉर्म करके दे पारिबे। धरतु पिला को चाउल दबा कथा भात से खाई पारुनी तो खेचड़ी बनैले कि चाउल खीरी बनैले कि चाउल को गुंड करके कौन गोटे बनैले किंबा धरतु से क्षीर जमा पीऊनी गोटे गोटे पिला क्षीर पीअंतीनी क्षीरटा को कस्टर्ड बनईदेले क्षीरटा को खीरी करदेले एमती ताको दही पकईदेले दही भात पिला माने भल पाती एमती ताको खेचड़ी बनैले डिफरेंट डिफरेंट फॉर्म रे टिके ट्राई करिवे। आउ गोटे कथा हला जे पिलार फेवरेट आइटमटा सेटा को आमे ताकू सेटा एटा तोर फेवरेट कही कही कि आमे ताकू 2-3टा आइटम 4टा आइटम रे भी इन्वॉल्व कर दो जे सेटा को टिके डिफरेंट डिफरेंट कर देले आपण धरंतु सुजीटा खुआइबा चाहूँगी से उपमाटा खाऊनी ताकू टिके आमे हलवा बनै देले किंबा ताकू गोटे अलगा खली बनैकरी काकरा बनै देले कि को फॉर्म रे पिलाटा खाइबो टिके चेंज करके दबा पई पड़िबो। पिला माने टिके साज सजा हितिले खाया पे भल पाती तो आमे कौन करूँ ये गाजर काकुड़ी को सब मुँह सेप रे एमती काटिकी सजै दो देखा जी एटा मुँह बलिया है एटा तू खाइबू कि पिला पार्टिसिपेट करुथबो तो सजा हला बेले से टिके खुशी होकी खाई दिए से टाइमिंग रखा पिलार रुचि अनुजाई खाइबा दबा पिला को खाद्य पदार्थ सहित इनवॉल्व करवा पिला को टिके खाइबापी प्रेज करवा आउ पिला को बड़ मान संगे बसईकरी खुआइबा बा पिला मान को छोट पिला मान को डाकिदेले कॉलोनी रो 2-4टा सांग को गोटे एमती भोजी भलिया कले तमें आज रांधिब निजे माँ माने रांधिक खाइबाटा बाढ़े एकाठी पिला माने बसिकी खाइबे पिला माने सेथरे टिके इनवॉल्व हेबे टिके कटाकटी करदेबे सेथरे खुशी हेबे एमती आमे डिफरेंट वे रे टिके ट्राई करि परिबा सजा सजी करके टिके से जिनसटा को सेम जिनसटा को डिफरेंट डिफरेंट वे रे जेमती आमे डिस्कस कले चाउल को सेमती अलगा जिनस को डिफरेंट डिफरेंट वे रे टिके ट्राई करि परिबा। वर्तमान आमे तो खाइबा छोट पिलांकर खाइबा नहीं कि कौन कौन प्रॉब्लम होउची बा हेई पारुची आउ तार कौन कौन सॉल्यूशन ए विषय कथा हेले गोटे इम्पोर्टेंट पॉइंट मते कहबार अछि पिलांको खाइबा को लेकिरी तांको केबे डरेइबेनी बा कोनोसी पनिशमेंट देबेनी जदि आपण करदेबे सेटा ताहले पिला खाद्य संगे ताको जोड़ी दबो ये खाइबा थाली माने देखला माने से भाबिबो मो एबे जदि खाइ परिबिनी माँ गाली देबे आउ किछि पनिशमेंट भी दे पारंती तो से देखिले ता मन को छानिया पसिजिवो सेतमे खाइबाटा गोटे आग्रह
ସହିତ ପିଲା କେମିତି ଖାଇବ ସେଇଟା ହେଲା ଆମର ଗୋଲ୍। ସେଇଟା ପାଇଁକା ଆମେ ତା'ର ମନ ଏତେ କଥା ଆମେ କଥା ହେଲେ ତା ମନ ମୁତାବକ ଖାଦ୍ୟ ତା'ର ଇଚ୍ଛା ଅନୁସାରେ ପ୍ଲେଟ୍ ସଜଡ଼ା ହେବ, ସବୁ ହେବ, କିନ୍ତୁ ସିଏ ଅଲ୍ଟିମେଟଲି ସେ ଖାଦ୍ୟକୁ ଖୁସିରେ ଖାଇବ। ଖାଇବା ପ୍ରତି ତା'ର ବିତୃଷ୍ଣା ନ ଆସିବା ପାଇଁକି ଆମେ କ'ଣ କ'ଣ ଷ୍ଟେପ୍ସ ନେଇପାରିବା ସେ ବିଷୟରେ ଆମେ କଥା ହେଲେ। ତାହେଲେ ଆସନ୍ତୁ, ପିଲା କେମିତି ଖୁସିରେ ଆଗ୍ରହରେ ଖାଇବ, ଆଉ ତାକୁ ଆମେ ଯେଉଁଗୁଡ଼ାକୁ ଆମେ ଅଖାଦ୍ୟ କହୁଛୁ ଜଙ୍କ ଫୁଡ଼କୁ କେମିତି ଆମେ ତାକୁ ଦୂରେଇ ରଖିପାରିବା। କମ୍ ସେ କମ୍, ପିଲାକୁ ତ ପୁରା ଆପଣ ବନ୍ଦ କରିପାରିବେନି, କମ୍ ସେ କମ୍ ସେସବୁ ପ୍ୟାକେଟେଡ଼୍ ଫୁଡ଼କୁ ଆମେ ଜଙ୍କ ଫୁଡ଼ କହୁ। ପ୍ୟାକେଟେଡ଼୍ ଫୁଡ଼ଟା ସେ ଭିତରେ ବିସ୍କିଟ୍ ବି ଆସୁଛି, ଆମେ ବଡ଼ମାନେ ବି ଖାଉଛେ, ସେ ଖାଇବ ଟିକିଏ, କିନ୍ତୁ ତା ଉପରେ ତା ଆଗରୁ ତା'ର ଆପଣ ପେଟଟି ଭଲ ଖାଇବା ଖୁଆଇକିରି, ଘର ଖାଇବା ଖୁଆଇକିରି ପୂରେଇ ଦେଇଥିବେ, ତାହେଲେ ସେ ଆଡ଼କୁ ଆଉ ବେଶୀ ନଜର କରିବନି। ଭୋକ ହେଲେ ଯଦି ସେ ମାଗିବ କି ମୋତେ ବିସ୍କିଟ୍ ଦୁଇଟା ଦେଇଦିଅ କି ମୋତେ ମିକ୍ସଚର୍ ଟିକେ ଦେଇଦିଅ, ସେଇ ତା'ର ଏଇ ଡିମାଣ୍ଡ ହେବା ଆଗରୁ ଆପଣ ତାକୁ ଭଲ ଜିନିଷ, ଏଠି ମୁଁ ପୁରୀଟେ ଛାଣୁଛି, ପୁରୀ ଖା, ପାମ୍ପଡ଼ ଛାଣୁଛି, ପାମ୍ପଡ଼ ଖା, କିଛି ଗୋଟେ ଭଲ ଖାଦ୍ୟ ଖୁଆଇବେ ତାକୁ। ଆଉ ଫ୍ରୁଟ୍ସ ଭେଜିଟେବଲ୍ ଉପରେ ଅଧିକ ଗୁରୁତ୍ୱ ରହିବା କଥା, ଜଙ୍କ ଫୁଡ଼କୁ କମ୍ ସେ କମ୍ ବ୍ୟବହାର କରିବା କଥା। ମୁଁ ଆଶା କରୁଛି ଆପଣଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିଥିବ। ଆପଣ ଯାହା କିଛି ଏଇଥିରେ ଶୁଣିଲେ ସେଇଟାକୁ ଟିକେ ପିଲାଙ୍କ ଉପରେ ଆପ୍ଲାଏ କରିକି ଦେଖନ୍ତୁ। ଯଦି ଲାଭ ହେଉଛି ଆମକୁ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଆଉ ଯଦି କିଛି ଆପଣ ଜାଣିବାକୁ ଚାହୁଁଛନ୍ତି ସେଇଟା ଆମକୁ କହିଲେ ଆମେ ଆଉ ତାରି ଉପରେ ଭିଡ଼ିଓ ବନେଇବୁ। ଆମେ ଗୋଟେ ନୂଆ ଇଣ୍ଟରେଷ୍ଟିଂ ଭିଡ଼ିଓ ନେଇକି ଆସିବୁ ୟା ପରେ। ନମସ୍କାର।